ବର୍ଷା ଅନୁଭବ ପାରିବାରିକ ବିବାଦ ମାମଲା। ବର୍ଷାଙ୍କୁ ଭରଣ ପୋଷଣ ଦେବେନି ଅନୁଭବ। ଘରୋଇ ହିଂସା ମାମଲାରେ ଶୁଣାଣି କରି ରାୟ ଦେଇଛନ୍ତି କଟକ ଜେଏମ୍ଏଫ୍ସି କୋର୍ଟ। ଅଦାଲତରେ ଅଭିଯୋଗ ସମ୍ପର୍କିତ ପ୍ରମାଣ ଦେଇପାରିନାହାନ୍ତି ବର୍ଷା। ଫଳରେ କୋର୍ଟ ଅନୁଭବଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି। ସୂଚନା ଅନୁସାରେ ଏହି ଷ୍ଟାର ଦମ୍ପତିଙ୍କ ପାରିବାରିକ ବିବାଦର ମୂଳ ମାମଲା 2020 ମସିହା ଜୁଲାଇ 6 ତାରିଖରେ ଅନୁଭବ ମହାନ୍ତିଙ୍କ ଦ୍ୱାରା ଦିଲ୍ଲୀର ପଟିଆଲା ହାଉସ୍ ପରିବାର ଅଦାଲତରେ ରୁଜୁ ହୋଇଥିଲା। ଏହାପରେ ଏହି ମାମଲାକୁ କଟକ ପରିବାର ଅଦାଲତକୁ ସ୍ଥାନାନ୍ତରିତ କରିବା ପାଇଁ ବର୍ଷା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲା କଟକ ଅଦାଲତକୁ ସ୍ଥାନାନ୍ତରିତ କରିଥିଲେ। କଟକ ପରିବାର ଅଦାଲତଙ୍କ ନିର୍ଦ୍ଦେଶରେ 2021 ଏପ୍ରିଲ 5 ତାରିଖରେ ପ୍ରଥମ ଥର ପାଇଁ ଉଭୟ କୋର୍ଟରେ ହାଜର ହୋଇଥିଲେ। ସେବେଠାରୁ ଉଭୟଙ୍କ ନାଁରେ ଅନେକ ମକଦ୍ଦମା ରୁଜୁ କରିଥିଲେ। ତେବେ କଟକ ପରିବାର ଅଦାଲତରେ ବିବାହ ବିଚ୍ଛେଦ ଆବେଦନ ଖାରଜ ହେବା ପରେ ଅନୁଭବ ମହାନ୍ତି ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। 2023 ଡିସେମ୍ବର 21ରେ ହାଇକୋର୍ଟ ଅନୁଭବ ମହାନ୍ତିଙ୍କ ଆବେଦନକୁ ଗ୍ରହଣ କରି ମାମଲାର ଶୁଣାଣି କରିଥିଲେ। ପରେ ଉଭୟଙ୍କ ବିବାହ ବିଚ୍ଛେଦକୁ ଅନୁମତି ଦେଇଥିଲେ। 2024 ଫେବୃଆରୀ 8 ତାରିଖରେ ନିଜେ ଅନୁଭବ ତାଙ୍କର ଟ୍ୱିଟର ହ୍ୟାଣ୍ଡେଲରେ ପୋଷ୍ଟ କରି ସେୟାର କରି ବିବାହ ବିଚ୍ଛେଦ କଥା ଘୋଷଣା କରିଥିଲେ। ସେ ଲେଖିଥିଲେ ଯେ ଏହି ଲଢ଼େଇରେ ମୋର ଏବଂ ମୋ ପରିବାର ସହ ରହିଥିବା ନେଇ ମୁଁ ସମସ୍ତଙ୍କୁ କୃତଜ୍ଞତା ଜଣାଉଛି। ଆଜି ମୋର ଛାଡ଼ପତ୍ରର ଆଦେଶ ପାଇଛି। ମୂଲ୍ୟହୀନ, ଅର୍ଥହୀନ, ହୃଦୟହୀନ ତଥା ଯନ୍ତ୍ରଣାଦାୟକ ଏବଂ ସର୍ବୋପରି ମୋର ମିଥ୍ୟା ବିବାହର ଶେଷ ହୋଇଛି। ବିବାହର 10 ବର୍ଷ ପୂର୍ତ୍ତିର ଗୋଟିଏ ଦିନ ପୂର୍ବରୁ ଛାଡ଼ପତ୍ର ହୋଇଛି। ତଥାପି ମୁଁ ବର୍ଷାଙ୍କ ଖୁସି ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି। ତେବେ ନିକଟରେ ଅନୁଭବ ମହାନ୍ତି ଦ୍ୱିତୀୟ ବିବାହ କରିଛନ୍ତି। ତାଙ୍କର ବାନ୍ଧବୀ ଜାଗ୍ରତୀ ଶୁକ୍ଲାଙ୍କ ହାତ ଧରିଛନ୍ତି ଅନୁଭବ ମହାନ୍ତି। ବ୍ୟୁରୋ ରିପୋର୍ଟ, ଓଟି ଲାଇଭ୍। ଅଧିକ ଖବର ଦେଖିବା ପାଇଁ ଓଟି ଲାଇଭ୍କୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଏହି ଖବରଟିକୁ ଅଧିକରୁ ଅଧିକ ସେୟାର କରନ୍ତୁ।